ନୂଆପଡ଼ା ଜିଲ୍ଲା ଗୃହରକ୍ଷୀ ପଦବୀରେ ନିଯୁକ୍ତି ନିମନ୍ତେ ବିଜ୍ଞାପନ ସୂଚନା। ପତ୍ର ସଂଖ୍ୟା 41 ଗୃହରକ୍ଷୀ। ତାରିଖ ହେଉଛି 25/3/2025। ଓଡ଼ିଶା କଟକଙ୍କ ଚିଠି ସଂଖ୍ୟା 235 ଗୃହରକ୍ଷୀ ତାରିଖ 5/2/2025 ରିଖ ଅନୁଯାୟୀ ନୂଆପଡ଼ା ଜିଲ୍ଲାରେ ନିମ୍ନଲିଖିତ ଗୃହରକ୍ଷୀ ପଦବୀ ଚୟନ ନିମନ୍ତେ ଉପଯୁକ୍ତ ପ୍ରାର୍ଥୀମାନଙ୍କଠାରୁ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ ଆହ୍ୱାନ କରାଯାଉଅଛି। ପଞ୍ଜୀକୃତ ବ୍ୟକ୍ତି ସେମାନଙ୍କର ସେବା ପ୍ରଦାନ କରିବା ଦିନ ପାଇଁ ଡ୍ୟୁଟି କଲ୍ ଭତ୍ତା DSA ଭାବରେ ପ୍ରତିଦିନ କେତେ ଟଙ୍କା ଦିଆହେବ? 612 ଟଙ୍କା ଦିଆଯିବ। ବର୍ତ୍ତମାନ ଦେଖିବା ଖାଲି ଥିବା ଗୃହରକ୍ଷୀ ପଦବୀ ସଂଖ୍ୟା। ଟୋଟାଲ ପଦବୀ ସଂଖ୍ୟା ହେଉଛି 37 ଗୋଟି। ଉଭୟ ପୁରୁଷ ଏବଂ ମହିଳା। ଶାରୀରିକ ଯୋଗ୍ୟତା 1 ନମ୍ବରରେ ଦେଇଛି ଆବେଦନକାରୀ ନୂଆପଡ଼ା ଜିଲ୍ଲାର ଯେକୌଣସି ଅଞ୍ଚଳର ହୋଇଥିବା ଆବଶ୍ୟକ। 2 ନମ୍ବରରେ ଦେଇଛି ଆବେଦନକାରୀ ଓଡ଼ିଆ ଭାଷାରେ କହିବା, ପଢ଼ିବା ଓ ଲେଖିବା ଜାଣିବା ଆବଶ୍ୟକ। 3 ନମ୍ବରରେ କ'ଣ ଦେଇଛି? ଆବେଦନକାରୀ କୌଣସି ଫୌଜଦାରୀ ମୋକଦ୍ଦମାରେ ସମ୍ପୃକ୍ତ ନଥିବେ। 4 ନମ୍ବରରେ କ'ଣ ଦେଇଛି? ଆବେଦନକାରୀ ସୁସ୍ଥ ସବଳ ହୋଇଥିବେ, ଶାରୀରିକ କିମ୍ବା ମାନସିକ ବିକଳାଙ୍ଗ ହୋଇନଥିବେ। ବର୍ତ୍ତମାନ ଦେଖିବା ବୟସ ସୀମା ବା ଏଜ୍। ଆବେଦନକାରୀଙ୍କ ବୟସ ତାରିଖ 1/1/2025 ରିଖ ସୁଦ୍ଧା 20 ବର୍ଷରୁ କମ୍ ଏବଂ 60 ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ବର୍ତ୍ତମାନ ଦେଖିବା ଶିକ୍ଷାଗତ ଯୋଗ୍ୟତା ଏଜୁକେସନ୍ କ୍ୱାଲିଫିକେସନ୍। ଆବେଦନକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଲୋୟର ପ୍ରାଇମେରୀ ଷ୍ଟାଣ୍ଡାର୍ଡ କ୍ଲାସ୍ V ବା ପଞ୍ଚମ କ୍ଲାସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ। ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ପୂରଣ କରି ସିଧାସଳଖ ଭାବେ ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ନୂଆପଡ଼ାଠାରେ ତାରିଖ 27/3/2025 ରିଖ ଠାରୁ ଆରମ୍ଭ ହେଉଛି। 27/3/2025 ରିଖ ଠାରୁ ତାରିଖ 15/4/2025 ରିଖ ଅପରାହ୍ନ ସୁଦ୍ଧା ଦାଖଲ କରିବା ଆବଶ୍ୟକ। ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚିଥିବା ଦରଖାସ୍ତ ଓ ଅସମ୍ପୂର୍ଣ୍ଣ ଦରଖାସ୍ତକୁ ବିଚାରକୁ ନିଆଯିବ ନାହିଁ। ଆବେଦନ ଫର୍ମ ଇଂଲିଶ ବା ଓଡ଼ିଆରେ ଏହି ଜିଲ୍ଲାର ସମସ୍ତ ଥାନା ଫାଣ୍ଡିରେ ଉପଲବ୍ଧ ହେବ। ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ସହିତ ନିଜର ଆଧାର କାର୍ଡ଼, ଆବାସିକ ବୟସ ଓ ଶିକ୍ଷାଗତ ଯୋଗ୍ୟତା, ବୈଷୟିକ ଦକ୍ଷତା ପ୍ରମାଣପତ୍ରଗୁଡ଼ିକର ନକଲ ଓ 4 ଗୋଟି ପାସପୋର୍ଟ ଆକାରର ଫଟୋ ସଂଲଗ୍ନ କରି ଦାଖଲ କରିବେ। ଆବେଦନକାରୀ ଡ୍ରାଇଭିଂ, କମ୍ପ୍ୟୁଟର, ଇଲେକ୍ଟ୍ରିସିଆନ, କୁକ୍, ବାର୍બર, କାର୍ପେଣ୍ଟରରେ ଅଭିଜ୍ଞତା ରହିଥିଲେ ଉକ୍ତ ଚୟନ ପରୀକ୍ଷାରେ ଅଗ୍ରାଧିକାର ଦିଆଯିବ। କେଉଁଥିରେ? ଡ୍ରାଇଭିଂ ଜାଣିଥିବା ଦରକାର, କମ୍ପ୍ୟୁଟର, ଇଲେକ୍ଟ୍ରିସିଆନ, କୁକ୍, ବାର୍બર, କାର୍ପେଣ୍ଟରରେ ଅଭିଜ୍ଞତା ଥିଲେ ପ୍ରଥମେ ଅଗ୍ରାଧିକାର ଦିଆଯିବ। ତାପରେ ରହିଛି ଆବେଦନକାରୀଙ୍କୁ ସିଲେକ୍ସନ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପରୀକ୍ଷା ଚୟନ ପରୀକ୍ଷା ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼ିବ। ଯେଉଁ ଆବେଦନକାରୀ ଉକ୍ତ ଗୃହରକ୍ଷୀ ପଦବୀ ନିମନ୍ତେ ନିଜର ଆବଶ୍ୟକ ଯୋଗ୍ୟତା ପ୍ରମାଣ କରିବାରେ ବିଫଳ ହେବେ ସେମାନଙ୍କୁ ଅଯୋଗ୍ୟ ବିବେଚିତ କରାଯିବ। ଏତଦ୍‌ବ୍ୟତୀତ ଚୟନ ପରୀକ୍ଷାରେ କୌଣସି ପ୍ରକାରରେ ସିଲେକ୍ସନ ବୋର୍ଡ ଯଦି ଅନୁଭବ କରନ୍ତି କୌଣସି ପ୍ରାର୍ଥୀଙ୍କର ଗୃହରକ୍ଷୀ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ନାହିଁ ତେବେ ସେହି ପ୍ରାର୍ଥୀଙ୍କର ପ୍ରାର୍ଥୀତ୍ୱ ରଦ୍ଦ କରାଯିବ। ପ୍ରାର୍ଥୀ ଚୟନ କେବେ ଅନୁଷ୍ଠିତ ହେବ ତାହା ପରବର୍ତ୍ତୀ ସମୟରେ ଆପଣଙ୍କୁ ଥାନା ମାଧ୍ୟମରେ ଜଣାଇ ଦିଆଯିବ। କେଉଁଠି? ଥାନା ମାଧ୍ୟମରେ ଜଣାଇ ଦିଆଯିବ। ସହାୟତା ନିମନ୍ତେ ଯୋଗାଯୋଗ ନମ୍ବର ଦିଆହେଇଛି। ଏଇଟା ହେଲ୍ପଲାଇନ୍ ନମ୍ବର, ଏଇଥିରେ କଣ୍ଟାକ୍ଟ କରିପାରିବେ। ଉକ୍ତ ଚୟନ ପ୍ରକ୍ରିୟାରେ କୌଣସି ବିଶେଷ ପ୍ରମାଣଯୋଗ୍ୟ ଅଭିଯୋଗ ନିମନ୍ତେ ଯୋଗାଯୋଗ ନମ୍ବର ଦେଇଛି, କଣ୍ଟାକ୍ଟ କରିପାରିବେ।